ଯିବେ ବାକି ରହିଲା ଅମରେନ୍ଦ୍ର ବାବୁ କ'ଣ କ'ଣ ସବୁ କରୁଛନ୍ତି ସେ କଥାକୁ ନେଇକି ଆମେ ଦେଖିଲେ ଜଣାପଡ଼ିବ। କାହିଁକିନା ଏବେ 2 ଦିନ ତଳେ ଆମେ ଶୁଣିବାକୁ ମିଳିଲା ଯେ ଅମରେନ୍ଦ୍ର ବାବୁ ପୁରା ଆକ୍ସନ୍ ମୁଡ଼୍ରେ ଚାଲି ଆସିଛନ୍ତି ଏବଂ ହସ୍ପିଟାଲ ଠାରୁ ଆରମ୍ଭ କରି ବିଭିନ୍ନ ସେକ୍ଟରରେ ଜୋରଦାର ଚଢ଼ଉ ଚାଲିଛି। ହସ୍ପିଟାଲଟା ଆଗରୁ ସବୁ ଠିକ୍ ହେଇଛି। ହସ୍ପିଟାଲ ଯେଉଁ କହୁଛନ୍ତି ବିରୋଧୀ ବିରୋଧ କରିବେ ପ୍ରଥମ କଥା। ସେ ବିରୋଧୀ ଶାସକ ଦଳ ଅବିକା ଶାସକ ଆଇଲେ ସେତେବେଳେ କଥା କହୁଛି ମାନେ 20 ଦିନ ପୂର୍ବକୁ ପଳାଅ। 20 ଦିନ ପୂର୍ବରୁ ବିରୋଧୀ ଥିଲେ, ଶାସକ ଦଳରେ ନଥିଲେ, ସେଇଟା ବିରୋଧ କରିବେ। ନାଉଗାଁ ବ୍ଲକରେ ପଲିଟେକ୍ନିକାଲ ଇଞ୍ଜିନିୟରିଂ କଲେଜ କଣିପଡ଼ା ସେଇଟା ବିଜେଡ଼ି ଅମଳରେ ହେଇଛି। ବାଲିବଉଁରୀ ଶିକରାଘାଟ ଯାଇ ରାସ୍ତା ସେଇଟା ବିଜେଡ଼ି ଅମଳରେ। ଶିକରଘାଟ ସେତୁ ହେଉ କିମ୍ବା ଆମର ଏପଟେ ଦେବଦୋଳ ସେତୁ ହେଉ ଆଇଦର ଆମର ଏଇଟା କ'ଣ ଗାରୋଇ ସେତୁ ସେଇଟା ବିଜେଡ଼ି ଅମଳରେ ହେଇଛି। ବିଜେଡ଼ି କ'ଣ କରିଛି ଯଦି କିଏ ପଚାରି ତାଙ୍କୁ ଥରେ ନେଇକି ନାଉଗାଁ ବୁଲେଇ ଆଣିବେ। କେହି କହିଦେବେ ଯେ ପରିବର୍ତ୍ତନ କ'ଣ ପରିବର୍ତ୍ତନ କରିବେ? ଏ ରାସ୍ତାରେ କ'ଣ ମାର୍ବଲ ମାରିବେ? ଏଠି ମାର୍ବଲ ମାରି ହେବ କି? ରାସ୍ତାଟା ଯେମିତି ସେମିତି ଆପରେ ସେ ରଙ୍ଗ ମାରିକି କହିବେ ଯେ ଆମେ ବିଜେପି ବାଲା କରୁଛୁ, କିନ୍ତୁ କହିବେନି ଯେ ଆମେ କରିଛୁ। ଅବିକା କଟକ ବସ୍ଷ୍ଟାଣ୍ଡ ବିଜେପି ବାଲା କହିପାରିବେ କି ନାହିଁ ଆମ ଅମଳରେ ହେଇଛି? ଯାହା ବି ଲୋକ ପଶିବା ପୂର୍ବରୁ ନବୀନ ପଟ୍ଟନାୟକ ମନେ ଆସିବ, ମେଡ଼ିକାଲ ଯିବା ପୂର୍ବରୁ ନବୀନ ପଟ୍ଟନାୟକ ମନେ ଆସିବ କି ସେ ମୋ ବସ୍ ହଉ ଲକ୍ଷ୍ମୀ ବସ୍ ହଉ ଅଛି କାପାଟେ ଆକୁ ବନ୍ଦ କରିବା, ବନ୍ଦ କରିପାରିବେନି। ଆପଣ ଚ୍ୟାଲେଞ୍ଜ ଦେଉଛନ୍ତି ସିଧା କଥା। ଯେତେବେଳେ ନବୀନ ବାବୁ ଏତେ ସବୁ କାମ କରିଛନ୍ତି ଡେଫିନେଟଲି ସେ ହୃଦୟରେ କେଉଁଠି ନା କେଉଁଠି ରହିବେ, କିନ୍ତୁ ତାଙ୍କ ଦଳ ଭିତରେ କିଛି ଥିଲେ ଚାଟୁକାର ଯେଉଁମାନେ ବିଜେଡ଼ି ଦଳକୁ ସମ୍ପୂର୍ଣ୍ଣ ଭାବରେ ଲୋପ କରାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆପଣ କ'ଣ କହିବେ କଥା ଯେ ବିଜେଡ଼ି ଦଳରେ କିଛି ଏମିତି ଥିଲେ ଯେଉଁମାନେ କି ବିଜେଡ଼ିକୁ ଏମିତିକି ଲୋକସଭା ସିଟ୍ରେ ଗୋଟାଏ ବୋଲି ଫୁଟିଲାନି, ଏଇଟା ଅସମ୍ଭବ। ସେ ବା ସେ ବିଜେଡ଼ି ଲୋକ ବିଜେଡ଼ି ଦଳରେ ଥାଇକି ନେତା ବଡ଼ ବଡ଼ ନେତା ସେ ବିଜେପି ସପୋର୍ଟ କଲେ। ପରିସ୍ଥିତି ସେଇଆ ସୃଷ୍ଟି ହେଲା। ଏତେ ଶୀଘ୍ର ବିଜେପି ଲୋପ ପାଇଥାନ୍ତା। ଆଚ୍ଛା ପାଣ୍ଡିଆନକୁ ନେଇ କ'ଣ କହିବେ? ପାଣ୍ଡିଆନ ବାବୁଙ୍କ ପାଇଁ ଆମେ ଶୁଣିବାକୁ ମିଳୁଛି ଯେ ପାଣ୍ଡିଆନ ବାବୁ କୁଆଡ଼େ ଦଳକୁ ଖାଇଦେଲେ। ନା ପାଣ୍ଡିଆନ ପାଇଁ ଦଳ ବି ନଷ୍ଟ ହୋଇଛି। କାରଣ ପାଣ୍ଡିଆନ ଯେଉଁ ଆମର ଟିକେଟ୍ ଆଗରୁ MP MLକୁ ନବୀନ ପଟ୍ଟନାୟକ ସାକ୍ଷାତ କରିଦେଲାନି, ସେଇଟା ତା ମୁଖ୍ୟ ଭୂମିକା ରହିଲା। ତାପରେ ଆଉ ଗୋଟେ କଥା ସେ ଯୁଆଡ଼େ ଗଲେ ନିଜେ ଷ୍ଟାର ପ୍ରଚାରକ, ଆଉ କାହାକୁ ନେଲେନି। ନବୀନ ପଟ୍ଟନାୟକ ଓଡ଼ିଶା ବୁଲିଥାନ୍ତା, ଭୋଟ୍ ତା ରେକର୍ଡ ନଥାନ୍ତା। ଯଦି ନବୀନ ପଟ୍ଟନାୟକ ପ୍ରତି ଜିଲ୍ଲାକୁ ଥରେ ଥରେ ଯାଇଥାନ୍ତା ନବୀନ ପଟ୍ଟନାୟକ ଭୋଟ୍ ଥାନ୍ତା। এইটি গোটে কথা যেতবে নবীন বাবুଙ୍କ সাংরে সবুলে যাতে হাত থরে পাণ্ডিয়ান বাবু সবুলে সাংে সাংে থিবে, কিন্তু যেতবে নূয়া মুখ্যমন্ত্রীঙ্কর উৎসব হেলা শপথ পাঠ হেলা মোহন বাবু আসিকি বসি শপথ নেলে নবীন বাবু হাতে তো কেই যাই নথলে। নবীন বাবু 2 ঘণ্টা কালে একুটিয়া রহলে, একুটিয়া পানি পিলে ঠিক লা। তা মানে এগুড়িক সবু পাণ্ডিয়ান বাবু এবং নবীন বাবুଙ୍କ বিষয়ে আচ্ছা কোণ কবে পাণ্ডিয়ান বাবু এবং নবীন বাবুଙ୍କ ভিতরে কিছু সলাসূত্র হয়েছিল হাত থরাইবা এবং নাটকবাজি করা? কেবে যেতবে গোটে বাপা 70-75 বর্ষ মো বাপা হয়ে গলা পরে হাত ধরিব গোড় भी ठीक से आम एक कथा कहूँ ये 2 घंटा काल आसी बसी पारे जदि एतिक से देखई था इलेक्शन पूर्वर हुए तो आज बाजीटा उल्टी जाता। देखो बाजी उल्टी था अभी आम कहूँ MP कथा आप पचारे MP कि गोटे शंख बाजिलानी तो MP टोटाल टैंपरिंग ये जहाँ भी पचारे टैंपरिंग कथा भाई बर्तमान जे कई उठे ना जीवानी किंतु कार्यक्रम को आम ये झारसुगुड़ा दीपाली मैडम उठे हाँ मगे है कि जो मानकर मनर डाउट अच्छी कार सीना सी कम भोट्रे जीति तो से 400-500 भोट्रे जीति तेणुक सी 400-500 भोट जेहेतु रोचे से रिकाउंटिंग करेंगे जी 10,000-20,000 भोट दूरतार जितुची से रिकाउंट कर किसी मूल्य ना तेज कार्यक्रम ये समाप्त करवा पुणी आउ किसी नुआ कार्यक्रम नहीं आसवा से पर्यटन रोचु। जय जगन्नाथ।